ସ୍ୱାଧୀନତା ଦିବସ ଉପକ୍ରମ ପ୍ରତ୍ୟେକ ଦେଶ ପାଇଁ ତା'ର ସ୍ୱାଧୀନତା ଦିବସଟି ଅତି ମହତ୍ତ୍ୱପୂର୍ଣ୍ଣ। ଅନ୍ୟ କୌଣସି ଦିନ ତା ସହିତ ତୁଳନୀୟ ନୁହେଁ। ଶହ ଶହ ବର୍ଷ ଧରି ଭାରତ ଇଂରେଜ ଶାସନ ଅଧୀନରେ ଥିଲା। ଅତ୍ୟାଚାର ଓ ଅଜ୍ଞାନ ଅନ୍ଧକାର ଭିତରେ ଭାରତର ଲୋକେ ସଢ଼ୁଥିଲେ। ବହୁ କଷ୍ଟ ସ୍ୱୀକାର କରି ଆମର ପୂର୍ବପୁରୁଷମାନେ ଦେଶକୁ ସ୍ୱାଧୀନ କଲେ। ତେଣୁ ପ୍ରତିବର୍ଷ ଆମେ ସ୍ୱାଧୀନତା ଦିବସ ପାଳନ କରୁଛୁ। ଦିବସର ମହତ୍ତ୍ୱ 1947 ମସିହା ଅଗଷ୍ଟ ମାସ 15 ତାରିଖ ଦିନ ଭାରତ ସ୍ୱାଧୀନ ହେଲା। ଆମ ପାଇଁ ଏହି ଦିନଟି ଅମୂଲ୍ୟ ଅଟେ। ଜନ୍ମଭୂମିକୁ ଦାସତ୍ୱରୁ ମୁକ୍ତ କରିବା ପାଇଁ କେତେ ଭାରତୀୟ ପ୍ରାଣବଳି ଦେଲେ। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସ୍ୱାଧୀନତା ସଂଗ୍ରାମ ଚାଲିଲା। କେତେ ବିପ୍ଳବୀ ଫାଶୀ ପାଇଲେ, କେତେ ଜେଲ ଦଣ୍ଡ ଭୋଗିଲେ, ବନ୍ଧୁକ ଗୁଳିରେ ଜୀବନ ଦେଲେ, ଦେଶକୁ ସ୍ୱାଧୀନ କଲେ। ଆମେ ସ୍ୱାଧୀନ ଦେଶର ନାଗରିକ ହେଲୁ। ସେହି ବୀର ଶହୀଦମାନଙ୍କର ଆଦର୍ଶ ପଥରେ ଆମେ ଚାଲିବୁ। ଦେଶ ଓ ଜାତିର ଟେକ ରଖିବାକୁ ଚେଷ୍ଟା କରିବୁ। କିପରି ପାଳନ କରୁ? ବଡ଼ି ଭୋରରୁ ଉଠି ଆମେ ଛାତ୍ରଛାତ୍ରୀ ଶିକ୍ଷକମାନଙ୍କ ସହିତ ପ୍ରଭାତ ଫେରି କରୁ। ରଘୁପତି ରାଘବ ରାଜାରାମ ଓ ବନ୍ଦେ ମାତରମ୍ ଧ୍ୱନିରେ ଗାଁ ଲୋକଙ୍କ ନିଦ ଭାଙ୍ଗିଯାଏ। ପ୍ରଧାନ ଶିକ୍ଷକ ପତାକା ଉତ୍ତୋଳନ କରନ୍ତି। ଅଭିଭାବକ ତଥା ଅନ୍ୟ ଲୋକମାନେ ଏହି ଉତ୍ସବରେ ଏକତ୍ରିତ ହୁଅନ୍ତି। ଆମେ ଜାତୀୟ ସଙ୍ଗୀତ ଗାନ କରୁ। ଏହି ଉପଲକ୍ଷେ ଏକ ସାଧାରଣ ସଭା ହୁଏ। ପିଲା ଓ ଶିକ୍ଷକମାନେ ସ୍ୱାଧୀନତା ଦିବସ ବିଷୟରେ ବହୁତ କଥା କହନ୍ତି। ଆମେ ଏ ବର୍ଷ କାରଗିଲ ନାମକ ଏକ କ୍ଷୁଦ୍ର ଏକାଙ୍କିକା ମଞ୍ଚସ୍ଥ କରିଥିଲୁ। ପ୍ରତିବର୍ଷ ପରି ଏ ବର୍ଷ ବୃକ୍ଷରୋପଣ ଓ ପରିବେଶ ସଫେଇ କଲୁ। ଶେଷରେ ମିଷ୍ଟାନ୍ନ ଖାଇ ଘରକୁ ଫେରିଲୁ। ଶେଷ କଥା, ଭଲ ମଣିଷ ହୋଇ ଜାତୀୟ ପତାକାର ମାନ ରଖିବା ପାଇଁ ଆମେ ପତାକା ତଳେ ଶପଥ ନେଲୁ। ସ୍ୱାଧୀନତା ପ୍ରାପ୍ତି ପରେ ଦୀର୍ଘ 79 ବର୍ଷ ବିତି ଯାଇଥିଲେ ବି ଆମେ ଅନୁନ୍ନତ ଅବସ୍ଥାରେ ଅଛୁ। ଦେଶରେ ଏବେ ରାଜନୀତି, ଅର୍ଥନୀତି ଓ ଶିକ୍ଷାନୀତି କ୍ଷେତ୍ରରେ ବିପର୍ଯ୍ୟୟ ଘଟିଛି। ସେଥିପାଇଁ ଆମେ ଦୁଃଖିତ। ତଥାପି ଦେଶର ଭାବୀ ନାଗରିକ ହିସାବରେ ଆମର କିଛି କର୍ତ୍ତବ୍ୟ ଅଛି। ଆମେ ଭଲ କାମ କରି ଦେଶର ନାଁ ରଖିବୁ। ଏହା ହିଁ ସ୍ୱାଧୀନତା ଦିବସରେ ଆମର ଶପଥ ହେବା ଉଚିତ। ଜୟ ଯବାନ, ଜୟ କିଷାନ।